फाइनाल साଙ୍ଗମାନେ ଆମେ ପହଞ୍ଚିଗଲୁ ଏବେ ମାଷ୍ଟର କ୍ୟାଣ୍ଟିନରେ। ଏବେ ତ ଟ୍ରେନ୍ ନାହିଁ, ଏବେ କ'ଣ ଦିଟା ଖାଇବା ଯେହେତୁ ଗାଧେଇନା ଆସିବାରେ ବର୍ଷା ବର୍ଷା ମାନେ ଆଇଗଲା ସାଙ୍ଗମାନେ ଭୁବନେଶ୍ୱର। ହ୍ୟାଲୋ ହାଏ ସାଙ୍ଗମାନେ ନମସ୍କାର, ଜୟ ଜଗନ୍ନାଥ। ବର୍ତ୍ତମାନ ତ କାଲି ଆମେ ଆସିଥିଲୁ ଭୁବନେଶ୍ୱର, ଆଜି ଯାଉଛୁ ଟିକେ ବ୍ରହ୍ମପୁର ଯାଉଛୁ, ଟିକେ କାମ ଅଛି। ମୁଁ କହିବି ଆଗକୁ ଆଗକୁ ଆପଣମାନେ ଭିଡ଼ିଓ ଏମିତି କଣ୍ଟିନ୍ୟୁ କରନ୍ତୁ। କ'ଣ ପାଇଁ କାମ ଅଛି, ଆମେ ଦୁଇ ଜଣଙ୍କୁ କ'ଣ ପାଇଁ ପଡ଼ିଲା ବ୍ରହ୍ମପୁର ଯିବା ପାଇଁ, ସେ ଆମର ଯାଉଛି, ମୁଁ ଯାଉଛି, ଦୁଇ ଜଣ ଯାଉଛି। ଏବେ ତ ସେ ରାପିଡ଼ୋ ବୁକ୍ କରିଦେଇଯିବି, ଆସୁଛି ରାପିଡ଼ୋ। ଏବେ ଯିବୁ ରେଲୱେ ଷ୍ଟେସନରୁ ବ୍ରହ୍ମପୁର ଟ୍ରେନ୍ ଯିବା। କାମ ଅଛି, ଆଗକୁ ଆଗକୁ ଭିଡ଼ିଓ ଏମିତି କଣ୍ଟିନ୍ୟୁ କରନ୍ତୁ ସାଙ୍ଗମାନେ, ଜାଣିପାରିବେ କ'ଣ ପାଇଁ ଯାଉଛି। ବହୁତ ଖୁସି ଖବର, କିନ୍ତୁ ଆପଣମାନେ କଣ୍ଟିନ୍ୟୁ କରନ୍ତୁ, ଜାଣିପାରିବେ। ସ୍କିପ୍ କରିଦେବେ ଜାଣିପାରିବେନି ହେଲା। ତ ବର୍ତ୍ତମାନ ଏବେ ଆସୁଛି ରାପିଡ଼ୋ ବାଲା ଆସୁଛି, ଆସିଲେ ଯିବୁ। ଏବେ ଏଇଟା ଆମ ଲିପୁନ ଅଛି, ଆପଣମାନେ ତ ଜାଣିଛନ୍ତି, ଆଉ କହିବାକୁ ପଡ଼ିବନି। ବାଇକ୍ ସାଡ଼େ ରଖିଦେଇଛି, ସାଡ଼େ ସେପଟେ ବାଇକ୍ ଅଛି। ଏଠୁ କେତେ ସମୟ ଲାଗିବ ଭାଇ? ଅଧଘଣ୍ଟା। ଆଚ୍ଛା, ଅଧଘଣ୍ଟା। ଟ୍ରେନ୍ ଆମର 10ଟାରେ ଅଛି ମ୍ୟାମ୍। ଆଉ ଫାଇନାଲ ସାଙ୍ଗମାନେ ଆମେ ପହଞ୍ଚିଗଲୁ ଏବେ ମାଷ୍ଟର କ୍ୟାଣ୍ଟିନରେ। ଏବେ ତ ଟ୍ରେନ୍ ନାହିଁ, ଏବେ କ'ଣ ଦିଟା ଖାଇବା ଯେହେତୁ ଗାଧେଇନା ଆସିବାରେ ଖାଇନୁ କିଛି, ତ ଖାଇବା ଦିଟା ତାପରେ ଖାଇକି ଯିବା। ଆଉ କ'ଣ କ'ଣ ଖାଇବୁ? ଖାଇବୁନି କିଛି? ସିଧା ବା ସିଧା ଏପଟ ଏଠି ପଳେଇ ଆସିଲେ ସାଙ୍ଗମାନେ। ପୁରା କେତେ ବଡ଼ ହେଉଛି ତା ପୁରା ଆହୁରି ନୂଆ ପ୍ଲାଟ୍ ପୁରା ହେଉଛି। କେବେ ଯିବା ଆମେ? 3କୁ ନା କ'ଣ? 3କୁ ଯିବା। ଜାଣିନୁ ଯିବା ଆମେ ସକାଳୁ ଯିବା। ସକାଳୁ ମେମୋ ଏବେ ବ୍ରହ୍ମପୁର ମେମୋ 4 ନମ୍ବର ଲାଗିବ ସାଙ୍ଗମାନେ। 4 ନମ୍ବର ପ୍ଲାଟଫର୍ମ ଆମେ ଛିଡ଼ା ହେଇଛୁ ଏବେ। ମୁଁ ତ କିଛି ଘରୁ ମାନେ ସେଠି ଭୁବନେଶ୍ୱର କିଛି ଖାଇନି, ଖାଲି ବିସ୍କୁଟ୍ ଦୁଇଟା ଏବେ ଖାଇଦେଲି। ଏବେ ଯିବା ଏବେ, ଆଉ କମ୍ ସମୟ ଅଛି। ଏଇ ଲାଇନ୍ରେ ଲାଗିବ। ସେ ଆସିଲାନି ବୋଧେ, ଦେଖିଦେବି। ହଁ ଆସିଲାନି ଆସିଲା। କୁଆଡ଼େ ଯିବା? ଇଆଡ଼େ ନା ଇଆଡ଼େ? ଇଆଡ଼େ ଯିବା। ହଉ ଦେଖିବା। ଚାଷ ଟାଇମ୍ ସାଙ୍ଗମାନେ ପଳେଇ ଆସିଲାନି। ଲୋକମାନେ ଖୋର୍ଦ୍ଧା ଏରିଆରେ ଚାଷ କଲେଣି। ଚାଷ ଖରା ତ ପ୍ରବଳ ହେଉଛି। ଚିଲିକା ଆସିଗଲୁ ଏବେ ହୁମ୍ବା। ତ ବର୍ଷା ତ ସିଆଡ଼ୁ ଆସିଲାନି ସାଙ୍ଗମାନେ, ପ୍ରବଳ ବର୍ଷା ଆସିଲାନି। ଆହୁରି ବହୁତ ସମୟ ଲାଗିବ। ବହୁତ ସମୟ କ'ଣ, ଆଉ 3-4ଟା ଇଏ ହେଲା ପରେ ଆଉ ଷ୍ଟେସନ ଗଲା ପରେ ଆମ ପାଳି ପଡ଼ିଯିବ। ଆଉ ତଳୁ ଟିକେ ଖସିଯିବା।
ବର୍ଷା ତ ଚାରିଆଡ଼େ ବର୍ଷା ହେଉଛି। ତ ସାଙ୍ଗମାନେ ବି ହୁମ୍ବା ପଳେଇ ଆସିଲୁ ଦେଖିପାରୁଥିବେ। ଆଉ ଅଛି କମ୍ ବାଟ ଅଛି। ମୁଁ ତ ଆସିନି କେବେ ଲାଇନ୍ କି ଥରେ ଆସିଥିଲି ସେ ଗୋପାଳପୁର ଯାଇଥିଲି। ଏବେ ଆଉ ଆସିନି ଏଇ ଭିତରେ କେବେ। ଫାଙ୍କା ହେଇଗଲାଣି ଧୀରେ ଧୀରେ ଫାଙ୍କା ହେଇଗଲାଣି। ଆଉ ରହିଲା କମ୍ ବାଟ ହେଲା। ବିରକ୍ତ ଲାଗିଲାଣି ବସି ବସି। ପୁରା ଟ୍ରେନ୍ ପୁରା ଫାଙ୍କା ହେଇଗଲା ସାଙ୍ଗମାନେ। ବର୍ଷା ମାନେ ପାଖେଇ ଆସିଲାକୁ ବର୍ଷା ଦେଖୁନାହାନ୍ତି। ଏବେ ପହଞ୍ଚିଲା ପରେ ଆଗ ଖାଇବା ହେଲା। ସାଙ୍ଗମାନେ ଆମର ଖାଇନୁ ଜମା। ଲେଟ୍ ହେଇଗଲା ନା ଖାଇନୁ। ଏବେ ଗଲେ ଆଗ ଖାଇବୁ ତାପରେ ଯାହା କଥା। କଣ କହୁଛୁ? ଆଉ ଖାଇବା ହେଲା। ଭୋକ ପ୍ରବଳ ମୋତେ ହେଲାଣି। ଆସିଗଲା ଚାଲ 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 କିଛି ନାହିଁ ଚାଲ। ବର୍ଷା ସାଙ୍ଗମାନେ ପ୍ରବଳ ଚାଲିଛି ବର୍ଷା। ବ୍ରହ୍ମପୁର ଆସିଗଲା ଏବେ। ଏବେ ପହଞ୍ଚିଗଲୁ ବ୍ରହ୍ମପୁର ରେଲୱେ ଷ୍ଟେସନରେ। କଣ କରିବା ସାଙ୍ଗମାନେ, ବର୍ଷା ତ ପ୍ରବଳ ଚାଲିଛି। ଏବେ ଟିକେ କମିଛି, ହେଲେ ଝିମି ଝିମି ବର୍ଷା ବର୍ଷୁଛି। କଣ ଖାଇବୁନି କିଛି? ଚାଲ କଣ ଦିଟା ଖାଇବା ତାପରେ ଦେଖିବା। ଆଉ ଆଜି ତ ଯାଇ ହେବନି ଦେଖା କରି। ଆଜି ରହିଯିବା କୋଉଠି ରୁମ୍ ନେଇକି ଆଉ ନା କଣ? କୋଉ ବାଇକଟା? ଏ ବାଇକଟା କି? ଏଇଟା ରେଲୱେ ଷ୍ଟେସନ ନା? ସାଙ୍ଗମାନେ ଫାଇନାଲ ଆମେ ନେଇଗଲୁ ରୁମ୍। କାହିଁକି ନା ଆଜି ତ ଦେଖା କରି ହେବନି। ମୁଁ ଫୋନ୍ କରିଥିଲି ଅଫିସ, ଦେଖା କରି ହେବନି। ସେ ଆସିଛୁ ବାରିକ ସାର୍ କରିକି ଏକାଡେମୀ। ତାପରେ ହେବନି, କାଲିକି ଦେଖାହେବ। ମୁଁ ସେ ତାଙ୍କ ମ୍ୟାନେଜର ସହିତ ଫୋନ୍ କରିଥିଲି। ମ୍ୟାନେଜର ସହିତ କଥା ହେଇଥିଲି। ସେ କହିଲେ ଆପଣ ଗୋଟେ କାମ କରନ୍ତୁ, ରୁମ୍ ନେନା ରହିଯାଆନ୍ତୁ ନାଇଟ୍ଟା। ସକାଳେ ଆସିବେ ଆରାମସେ ଦେଖା କରିପାରିବେ। ଗ୍ରାଉଣ୍ଡ ବି ଟିକେ ବୁଲିବାର ଆମକୁ ଅଛି। ଏମିତି ତ ଖାଲି ସିମ୍ପଲ କଥା ହେଇଥିଲେ ତ ଆମେ ସାଙ୍ଗେ ସାଙ୍ଗେ ବି କଥା ହେଇକିନା ପଳେଇ ଆସିଥାନ୍ତୁ। କିନ୍ତୁ ଏବେ ଯିବୁ କୁଆଡ଼େ? ତ ସକାଳଟା ହିଁ ବେଷ୍ଟ, କାହିଁକି ଏବେ ବର୍ଷା ବି ପକଉଛି ନା କ'ଣ? ତାପରେ ସେତେବେଳେ ଆସିନା ବୋର୍ ଲାଗିଲା। ଆଉ ତାପରେ ଟ୍ରେନ୍ ତ ପୁରା ଲେଟ୍ରେ ଆସିଲା 11ଟା ନା। ତ ରୁମ୍ ଗୋଟେ ନେଇଯାଇଛୁ। ଅଛି ଯାହା ଅଛି ଭଲ ଅଛି, କିଛି ଅସୁବିଧା ନାହିଁ। ଖାଲି ନାଇଟ୍ଟା ତ ରହିବା ଦରକାର। ତାପରେ ସକାଳକୁ ଦେଖିବା ଆଉ ନା କ'ଣ କହୁଛୁ? ପାଖ ବାଟ କିନ୍ତୁ ଭଲ, 700 ଟଙ୍କାରେ ଭଲ ହେଇଛି। ସେଇଟା ରେଲୱେ ଷ୍ଟେସନ। ସେଗୁଡ଼ା ଯେଉଁ ଅଛି ସେପଟେ ଆସିବେ ଏମିତି କ'ଣ ଏମିତି ଆସିଲେ ଏଇଟା ନାଁ କ'ଣ? ଅରବିନ୍ଦ ଲଜିଂ ନାଇଁ, ଅରବିନ୍ଦ ଲଜିଂ। ହଉ ସାଙ୍ଗମାନେ, ଆମେମାନେ ଏବେ ଟିକେ ରେଷ୍ଟ ନେବା, କାହିଁକିନା ବହୁତ ବୋର୍ ଲାଗିଲାନି ଆସିକି। ସେତେବେଳେ ହୋଟେଲରେ ଖାଇଲା, ମୁଁ କିଛି ଖାଇନି। ରାତିରେ ଦେଖି ଖାଇବା, ମୁଁ ରୁମ୍ରେ ଖାଇଦେଲେ ପଳେଇ ଆସିଛି।